ଫକ ଫକ ହେଇକି ସବୁ ଡେଉଁଛନ୍ତି ସେପଟେ ରିଲ୍ସ ହେଉଛି କୁହନ୍ତି ବହୁତ ଭଲ ଲାଗୁଛି ଏଠି ରିଲ୍ସ ମିଲ୍ସ କରୁଛନ୍ତି ବୋଧେ ଭାଇରାଲ ବି ରହୁଛନ୍ତି ବହୁତ ଆମର ବାଣପୁର ପିଲାମାନେ ତ ବହୁତ ଭାଇରାଲ ରୁହନ୍ତି ଭାଇ କୁହନ୍ତୁ କେମିତି ଆମେ ରିଲ୍ସ କରୁଛୁ ଏଡିଟିଂ ବି କେମିତି କରୁଛୁ ସେ ଭିତରେ ସବୁ ଦେଖିବା ହେବ ଜୟ ଜଗନ୍ନାଥ ସାଙ୍ଗମାନେ ଆଜି ଆମେ ଯାଉଛୁ ବାଲୁଗାଁରେ ଆଜି କିଛି ମାନେ ରିଲ୍ସ କରିକି ଆସିବୁ ଆଉ ଟ୍ରାଭେଲଟା ଆମର ଦେଖନ୍ତୁ ଆଗକୁ ଆମ ହାତରେ ରୁହନ୍ତୁ କେମିତି ଆମେ ରିଲ୍ସ କରୁଛୁ ଏଡିଟିଂ ବି କେମିତି କରୁଛୁ ସେ ଭିତରେ ସବୁ ଦେଖିବା ହେବ ଆଉ ଆମର ଏଠି ନା ଟିକେ ବ୍ରେକ୍ ରହିଯାଉଛି କାହିଁକିନା ସେ ଝାଡ଼ା ଯାଉଛନ୍ତି ଦେଖନ୍ତୁ ଆଗକୁ ଝାଡ଼ା ମଡ଼ଉଛି ଏଠି ନା ତ ଝାଡ଼ା ସେ ବସିକି ଆସିଲେ ପୁଣି ଆମେ ବାହାରିବୁ ବାଲୁଗାଁ ଆଉ ଚିଲିକା ଅଧଘଣ୍ଟା ପରେ ଆସୁଛନ୍ତି ଏବେ ବର୍ତ୍ତମାନ ସେ ଝାଡ଼ା ବସିକି ବିଲ ଭିତରେ କ'ଣ କରୁଥିଲେ କେଜାଣି ଫାଇନାଲି ଏବେ ଆମେ ବାହାରିଗଲୁ ବାଲୁଗାଁ ଯାଉଛୁ ଏଇଟା ଆପଣ ଯଦି ବୋର୍ଡ଼ଟା ଦେଖନ୍ତି ଏଇଟା ହେଉଛି ହରିକୁଣ୍ଡ ବରଡ଼ି ଭଲ ମାନେ ଜାଗାଟା ବି ବହୁତ ବଢ଼ିଆ ଜାଗା ଏଇଠି ଗୋଟେ ଦେଖନ୍ତୁ ଆପଣ ଲକ୍ଷ୍ୟ ଦିଅନ୍ତୁ କେତେ ଜୋର ସେ ଗାଡ଼ି ସେ ଧରିକି ଯାଉଛି ମାନେ ଆମେ ବାଇକ୍ରେ ଯାଉଛୁ କେତେ ସ୍ଲୋ ସେ କେତେ ଧରିକି ଯାଉଛି ଏମାନେ ମରିବେ କି ଏଇଠି ଆପଣ ଟିକେ ଲକ୍ଷ୍ୟ ଦେଉଥିବେ ଏଇଠି ନା ଅଛି ଆମର ମାମୁଁ ଭଣଜା ପାହାଡ଼ ଯାହାକି ମାନେ ବହୁତ ଆଗରାର ବି ମାନେ କଥା ଅଛି ତ ଆମେ ସେଠି ଗୋଟେ ଦୋକାନ ରଖି ଆମେ ଟିକେ ପାଣି ପିଇଦେଲୁ ଆଉ ଆମେ ତାର ପାଣି ପିଇ ଦେଇକି ଆମେ ବାହାରି ପକେଇଲୁ ବାହାରିଲୁ ଆମେ ଦେଖିଲୁ ଯେ ସେଠି ଗୋଟେ ମନ୍ଦିର ଏଠି କ'ଣ ପୂଜା ହେଉଛି ଆଉ ସମସ୍ତେ ଖାଉଛନ୍ତି ମାନେ ଯାହା ଆମର ଭୋଜି ଭାତ ହେଇଛି ସମସ୍ତେ ଖାଉଛନ୍ତି ଆମେ ବି ଆଶା କରୁଛୁ ଆସିଲା ଖାଇକି ଯିବୁ ବୋଧେ ଆଉ ଏବେ ତ ଟାଇମ୍ ନାହିଁ ରିଲ୍ସ କରିବାକୁ ମା ଉତ୍ତରାୟଣୀ ମନ୍ଦିରଟା ଦେଖନ୍ତୁ ମାନେ ବହୁତ ସୁନ୍ଦର ମା ଆମର ଦେଖିବାକୁ ତ ଚାଲନ୍ତୁ ଏବେ ଆମେ ଯିବା ହାରି କାହିଁକିନା ଆମର ସମୟ ନାହିଁ ବହୁତ ଜଲ୍ଦି କେମିତି ରିଲ୍ସ କଲେ ପୁଣି ତାକୁ ଏଡ଼ିଟିଂ କରିକି ପୋଷ୍ଟ କରାହେବ ଆଉ ଏଡ଼ିଟିଂ ସହିତ ଶିଖିବାକୁ ଚାହୁଁଛନ୍ତି ତ ଭିଡ଼ିଓଟା ପୁରା ଦେଖନ୍ତୁ ଲାଇଟ୍ ଲାଗିଯାଇଛି ଗାଡ଼ି ଯାଉନି ଭିତରୁ ଯାଉଥିବା ଗାଡ଼ି କ'ଣ କରୁ ମାଇଲୁ ଯାତ୍ରୀ ମାନେ ଏଇଠି ବସିବେ ଭିତରେ ପୁରା 3ଟା 4ଟା ଭିତରେ ଆସିବ ମାନେ ବହୁତ ଗୁଡ଼ିଏ ଲୋକ ଏଠିକି ଆସୁଛନ୍ତି ଫଟୋ ଉଠାଉଛନ୍ତି ରିଲ୍ସ ବି କରୁଛନ୍ତି ବହୁତ ମାନେ ମୁଁ ବି ତ ରିଲ୍ସ କରେ କିନ୍ତୁ ବହୁତ ଗୁଡ଼ିଏ ଆଜିକାଲି ଯେଉଁ ମାନେ ଛୋଟ ପିଲାମାନେ ବାହାରୁଛନ୍ତି ସେମାନେ ତ ବହୁତ କରୁଛନ୍ତି ଭାଇ ସେ ଯେଉଁ ଡ୍ୟାନ୍ସ କରୁଛନ୍ତି ଯେଉଁ କ୍ୟାମେରା ଧରୁଛନ୍ତି ଯେଉଁମାନେ ସେମାନେ ଯେଉଁ ପ୍ରକାର ହେଉଛନ୍ତି ଆଉ କୁହନ୍ତି ସେ ଡ୍ୟାନ୍ସ ସେ କ୍ୟାମେରା ବାଲା ମାନେ ବହୁତ ଏତା ହୁଅନ୍ତି ମୋର ତ ଏଡ଼ିଟିଂ ଭିଡ଼ିଓ ମୁଁ କାହିଁ ଫକ ହେଉନି ମୁଁ ଦେଖନ୍ତୁ କେତେ କ'ଣ ଦେଖାଯାଉଛି ଭାଇ ଆମ ବାଲୁଗାଁରେ ଭାଇ ଏଇଟା ବହୁତ ଫେମସ୍ ଚାଲିଛି ଯେଉଁମାନେ ଆସିକି ଗୋଟେ ରିଲ୍ସ ବନାଉଛନ୍ତି ଦେଖନ୍ତୁ ଚିଲିକା ସେପଟେ ଏଇଠି ଫକ ହେଇକି ସବୁ ଡେଉଁଛନ୍ତି ସେପଟେ ରିଲ୍ସ ହେଉଛି ଚାଲିଲେ ଦେଖନ୍ତୁ ସେଇଟା ଆମର କରିବେନି ବର୍ତ୍ତମାନ ରିଲ୍ସ ସାଙ୍ଗମାନେ ଫାଇନାଲି ମୁଁ ଆସି ପହଞ୍ଚି ଯାଇଛି ଏଠିକି ନା ତ ଇନଷ୍ଟାଗ୍ରାମରେ ଆପଣମାନେ ଦେଖୁଥିବେ ବହୁତ ଗୁଡ଼ିଏ ଲୋକ ଆସିକି ପିଲାମାନେ ଆସିକି ରିଲ୍ସ କରୁଛନ୍ତି ତ ଭାଇରାଲ ବି ରହୁଛନ୍ତି ବହୁତ ଆମର ବାଣପୁର ପିଲାମାନେ ତ ବହୁତ ଭାଇରାଲ ରୁହନ୍ତି ଭାଇ ଆଉ ଦେଖନ୍ତୁ ଏଠି ରିଲ୍ସ ଗୋଟେ ହେବ ଆମର ପ୍ରଥମେ ଉମାଙ୍କର ଆମେ ରିଲ୍ସଟା କରିବା ତାପରେ ମୋର ଗୋଟେ କରିବା ଯିବା ଦାରକୁ ଆଉ ଫାଇନାଲି ଭିଡ଼ିଓ ଏବେ ଶେଷ ହେଇଗଲା ରିଲ୍ସ କରିବା ତ ଆର ଏଇ ଭିଡ଼ିଓରେ ଏଡ଼ିଟିଂ ଟ୍ୟୁଟୋରିଆଲ ଦେଖିବାକୁ ଚାହୁଁଛନ୍ତି ତାହେଲେ ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଭଲ ପାଇବା ବି ଦିଅନ୍ତି ୟୁଟ୍ୟୁବ୍ ଚ୍ୟାନେଲ୍ରେ ମୋତେ ବହୁତ ଖୁସି ଲାଗୁଛି ଫେସବୁକ୍ ବି ଭଲ ମିଳୁଛି ଆଉ ଦେଖିବ ଯଦି ଚାଲ ମୋତେ ଟିକେ ମୁଁ ପଇସା କାଢ଼ିବାକୁ ଯାଇଥିଲି ସେ ମେସିନ୍ଟା ସେ ଭିତରେ ଚାଲୁଛି କଟର ମେସିନ୍ ଚାଲୁଛି ମଣିଷ କାଟିଲା ବି ସତରେ ଏଇଟା ଆପଣ ଇଞ୍ଜିନିୟର ଏଇଟା କଟର କାଟିଲା ବି ଲାଗୁଛି ଆପଣଙ୍କର ମନେ ଥିବ ମୁଁ କହିଥିଲି ଗଲା ଆସିବେ ପାଟେ ଯେ ମାସରେ ରିଟର୍ଣ୍ଣ କରିକି ଆମର ମାମୁଁ ଭଣଜା ହିଲ୍ସ ପାର୍କକୁ ଯିବି ବୋଲି ତ ଦେଖନ୍ତୁ ଆମ ଟୋଟାଲ ଆଇଲୁ ମାମୁଁ ଭଣଜା ହିଲ୍ସ ପାର୍କକୁ ଦେଖନ୍ତୁ ଆସିଛୁ ବର୍ତ୍ତମାନ ସେଇଠି ପହଞ୍ଚି ଯାଇଛୁ ତ ଏଣ୍ଟ୍ରି କରିବା ଭିତରକୁ ଚାଲି ଯାଉ ଟିକେ ଅବାଗିଆ ଲାଗୁଛି ଏତେ ଗୁଡ଼ିଏ ଲୋକ ବି ଏଠି ନା ଭଲ ଫଟୋ ସବୁ ଉଠାଉଛନ୍ତି ଯାହା ହଉ ବାଲୁଗାଁରେ ଗୋଟେ ପାର୍କ ହେଇଛି ହିଲ୍ସ ପାର୍କ ସେଇଟା ଭଲ ଲାଗୁଛି ସବୁଠୁ ବହୁତ ଗୁଡ଼ିଏ ଲୋକ ବି ଏଠି ଫଟୋ ଉଠାଉଛନ୍ତି ବହୁତ ଭଲ ଲାଗୁଛି ଏଠି ରିଲ୍ସ କରୁଛନ୍ତି ବୋଧେ ଆଉ ସେମିତି ଦେଖନ୍ତୁ କଣ୍ଟିନ୍ୟୁ ଦେଖୁଥାନ୍ତୁ ଆଉ ଯେମିତି ସପୋର୍ଟ କରୁଛନ୍ତି ସେମିତି ସପୋର୍ଟ କରିଥାନ୍ତୁ ହେଲା ପଛରେ ବି ବହୁତ ଲୋକ ଅନୁଭନ୍ତି ମୋତେ କେଜାଣେ ମୁଁ କିନ୍ତୁ ମୋର କିଛି ଫରକ ପଡ଼ୁନି ଛୋଟିଆ ପାର୍କ ସିନା କିନ୍ତୁ ବହୁତ ଭଲ ଲାଗୁଛି ଦେଖିବାକୁ ହେଲା କେତେବେଳେ ଆସନ୍ତୁ ବାଲୁଗାଁ ପଟେ ଆପଣ ଯାଉଥିବେ ଏଇଟା କେତେବେଳେ ବୋଧେ 3ଟାରୁ 3:30 ପର୍ଯ୍ୟନ୍ତ ଖୋଲା ରହୁଛି 3ଟା କି 3:30ରୁ ଖୋଲା ରହୁଛି
ଆଉ 6ଟା 7:30 ଭିତରେ ବୋଧେ ବନ୍ଦ ହେଉଛି ବୋଧେ। ଆମର ଆଇଲେ ସାଙ୍ଗ ବର୍ତ୍ତମାନ ଗୁପଚୁପ ଖାଇ କାନ୍ଦି ସାରିଲେଣି 2 ଲିଟର ପାଣି ବୋହି ସାରିଲେଣି ତାଙ୍କ ଆଖିରୁ ହେଲା। ଆଖି ପୋକଡ଼େ କାଲି ମାଡ଼ ହେଇଛି ଧୂଆଁ ବାହାରିଗଲାଣି କାଲି ଧୂଆଁ ବାହାରି ଯାଉଛନ୍ତି ତାଙ୍କର। ଯାହା ହଉ ଭଲ ଲାଗୁଛି କିନ୍ତୁ ଜାଗାଟା ବହୁତ ଭଲ ଲାଗୁଛି ନାଇଁ କି। ଆଉ ଉଠୁନି ଏଇଠୁ ଆଉ ଉଠିବନି ବୋଧେ ସବୁ ବଳହରା କୁହାଗଲା ସେଇ ବିଲରେ ଗଲା ହାରି ବୋଧେ ବଳହରା ବୋଧେ ମାନେ ଲଗେଇ ନଥାନ୍ତେ ନାଇଁ କି ଭାଇ। ବର୍ତ୍ତମାନ ଉମା ଆମର ହିରୋ ଦେଖନ୍ତୁ ତାଙ୍କର ପୁରୀ ବି ଯିବୁ କାଲି ମାନେ ଆଜି ରାତିରୁ ବାହାରିବୁ କାଲି ଯାଇକି କାଲି ଆସିବୁ ଆଉ ସନ୍ଧ୍ୟାବେଳକୁ ଆସିବୁ। ଆଉ ଦେଖନ୍ତୁ ବ୍ଲଗ୍ସ ଦେଖନ୍ତୁ ସବୁ ଆମ ଡେଲି ବ୍ଲଗ୍ସ ଦେଖନ୍ତୁ ସପୋର୍ଟ କରନ୍ତୁ ଆଗକୁ ଆମେ ବଢ଼ିବାକୁ ଚେଷ୍ଟା କରନ୍ତୁ ମାନେ ଗରିବ ଭାଇମାନଙ୍କୁ ଟିକେ ସପୋର୍ଟ କରନ୍ତୁ ଆଜ୍ଞା। ଖାଉଁ ଯେ ହ୍ୟାଲୋ ଗାଇସ୍ ସତରେ ଖାଇଥାନ୍ତୁ ବୋଲି ଭାବିଥିଲି ଝାଡ଼ା ହେଇଯିବ ଭାଇ ଯୋଉ ଗରମକୁ ଯୋଉ ପେଟ ଗରମ ହେଇଯାଇଛି ଗାଣ୍ଡିରେ ଯଦି ହଗିଦେବୁ ଗାଣ୍ଡି ପୋଡ଼ିବ।